କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡ଼ିଓରେ କଥା ହେବା ଓଡ଼ିଆ ଭାଷାର ଗୁରୁତ୍ୱ। ଓଡ଼ିଆ ଭାଷା ହେଉଛି ଓଡ଼ିଶାର ଲୋକଙ୍କ ମାତୃଭାଷା ଏବଂ ଭାରତର ସମୃଦ୍ଧ ଭାଷାଗତ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ଦେଶର ସର୍ବପ୍ରାଚୀନ ଜୀବନ୍ତ ଭାଷା ମଧ୍ୟରୁ ଗୋଟିଏ ଏବଂ ଏହାର ଏକ ଦୀର୍ଘ ଏବଂ ଗୌରବମୟ ଇତିହାସ ରହିଛି। 2014 ମସିହାରେ ଓଡ଼ିଆକୁ ଭାରତର ଶାସ୍ତ୍ରୀୟ ଭାଷା ଭାବରେ ମାନ୍ୟତା ଦିଆଯାଇଥିଲା, ଯାହା ଏହାର ଐତିହାସିକ ଗଭୀରତା ଏବଂ ସାଂସ୍କୃତିକ ଗୁରୁତ୍ୱକୁ ପ୍ରକାଶ କରେ। ଭାଷା କେବଳ ଯୋଗାଯୋଗର ଏକ ମାଧ୍ୟମ ନୁହେଁ, ବରଂ ସଂସ୍କୃତି, ପରମ୍ପରା ଏବଂ ମୂଲ୍ୟବୋଧର ବାହକ ମଧ୍ୟ। ଓଡ଼ିଆ ଭାଷା ଓଡ଼ିଆ ଲୋକଙ୍କ ଜୀବନଶୈଳୀ, ବିଶ୍ୱାସ, ପର୍ବ ଏବଂ ଭାବନାକୁ ପ୍ରତିଫଳିତ କରେ। ଓଡ଼ିଆ ମାଧ୍ୟମରେ ଲୋକଗୀତ, ନୃତ୍ୟ, ରୀତିନୀତି ଏବଂ ପରମ୍ପରା ପିଢ଼ି ପରେ ପିଢ଼ି ଚାଲି ଆସିଛି। ଏହା ଲୋକଙ୍କୁ ସେମାନଙ୍କ ମୂଳ ସହିତ ସଂଯୋଗ କରେ ଏବଂ ସେମାନଙ୍କର ସାଂସ୍କୃତିକ ପରିଚୟକୁ ସଂରକ୍ଷଣ କରିବାରେ ସାହାଯ୍ୟ କରେ। ଓଡ଼ିଆ ସାହିତ୍ୟ ବହୁତ ସମୃଦ୍ଧ ଏବଂ ପ୍ରଭାବଶାଳୀ। ଶାରଳା ଦାସ, ଫକୀର ମୋହନ ସେନାପତି, ରାଧାନାଥ ରାୟ ଏବଂ ଗୋପୀନାଥ ମହାନ୍ତିଙ୍କ ପରି ମହାନ ଲେଖକମାନେ ଭାରତୀୟ ସାହିତ୍ୟରେ ପ୍ରଚୁର ଅବଦାନ ରଖିଛନ୍ତି। ସେମାନଙ୍କ କୃତି ସାମାଜିକ ସମସ୍ୟା, ମାନବୀୟ ମୂଲ୍ୟବୋଧ ଏବଂ ଜୀବନର ବାସ୍ତବତାକୁ ଉଜ୍ଜ୍ୱଳ କରିଥାଏ। ସମାଜରେ ସଚେତନତା, ଶିକ୍ଷା ଏବଂ ସଂସ୍କାର ପ୍ରସାର କରିବାରେ ଓଡ଼ିଆ ସାହିତ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ରାଜ୍ୟ ଭିତରେ ଶିକ୍ଷା ଏବଂ ପ୍ରଶାସନରେ ମଧ୍ୟ ଓଡ଼ିଆ ଭାଷା ଗୁରୁତ୍ୱପୂର୍ଣ୍ଣ। ନିଜ ମାତୃଭାଷାରେ ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ଧାରଣାଗୁଡ଼ିକୁ ଭଲ ଭାବରେ ବୁଝିବାରେ ଏବଂ ସେମାନଙ୍କର ଚିନ୍ତାଧାରା ସ୍ପଷ୍ଟ ଭାବରେ ପ୍ରକାଶ କରିବାରେ ସାହାଯ୍ୟ କରେ। ଏହା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଏବଂ ସୃଜନଶୀଳତାକୁ ଦୃଢ଼ କରେ। ଆଧୁନିକ ବିଶ୍ୱରେ ଅଭିବୃଦ୍ଧି ଏବଂ ଯୋଗାଯୋଗ ପାଇଁ ଅନ୍ୟ ଭାଷା ଶିଖିବା ଆବଶ୍ୟକ, କିନ୍ତୁ ଆମର ମାତୃଭାଷାକୁ ସୁରକ୍ଷା ଏବଂ ପ୍ରୋତ୍ସାହନ ଦେବା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଆ ଭାଷାକୁ ସମ୍ମାନ, ବ୍ୟବହାର ଏବଂ ସଂରକ୍ଷଣ କରିବା ପ୍ରତ୍ୟେକ ଓଡ଼ିଆଙ୍କ ଦାୟିତ୍ୱ। ଓଡ଼ିଆ ଭାଷା କେବଳ ଏକ ଭାଷା ନୁହେଁ, ବରଂ ଓଡ଼ିଶାର ଲୋକଙ୍କ ପରିଚୟ, ଗର୍ବ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଲାଇକ୍ କରିଦେବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟ ଲେଖିଦେବା, ଆନ୍ସର୍ କରିବା। ଆଉ ଭିଡ଼ିଓକୁ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ।